ଆଜି ହେଉଛି ୱାର୍ଲଡ ଆର୍ଥ ଡେ ବା ବିଶ୍ୱ ପୃଥିବୀ ଦିବସ। 1970 ମସିହାରୁ ୟୁନାଇଟେଡ୍ ଷ୍ଟେଟ୍ସ ଦ୍ୱାରା ଏହା ପ୍ରଥମେ ଆରମ୍ଭ କରାଯାଇଥିଲା। ମାତ୍ର କାଳକ୍ରମେ ଏହା ଅନ୍ୟ ଦେଶରେ ମଧ୍ୟ ପାଳିତ ହୋଇ ଆସୁଛି। ତେବେ ବର୍ତ୍ତମାନ ଶତାଧିକ ଦେଶରେ ଏହି ଦିବସକୁ ବେଶ ଗୁରୁତ୍ୱ ଦିଆଯାଉଛି ଓ ବିଭିନ୍ନ ଉପାୟରେ ପାଳନ କରାଯାଉଛି। ତେବେ ବିଶ୍ୱ ପୃଥିବୀ ଦିବସ ଅବସରରେ ମଣିଷମାନେ ଯେଉଁ ପୃଥିବୀରେ ଆମେ ରହୁଛୁ ତାକୁ ସଫାସୁତୁରା ରଖିବା, ତାକୁ ମଣିଷର ଉପଯୋଗୀ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ପାଳନ କରାଯାଇଥାଏ। ସଭ୍ୟ ସମାଜରେ ପ୍ରଦୂଷଣ, କଳକାରଖାନା, କ୍ରମାଗତ ଜଙ୍ଗଲ ହ୍ରାସ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନିଆଁ ଏହିସବୁ ପରିସ୍ଥିତିରୁ ବିଶ୍ୱକୁ ରକ୍ଷା କରିବା, ଯାହାଦ୍ୱାରା ବନ୍ୟଜନ୍ତୁ ମୃତ୍ୟୁମୁଖରେ ପଡ଼ୁଛନ୍ତି ଓ ଏପରି ପରିସ୍ଥିତି ହୋଇଛି କିଛି ପ୍ରଜାତିର ଜନ୍ତୁ ବିଲୁପ୍ତ ହେବାକୁ ବସିଲେଣି। ତେବେ ଏସବୁ ଜିନିଷ ନିର୍ଭର କରୁଛି ପୃଥିବୀର ସୁରକ୍ଷା ପାଳନ ଉପରେ। ଆମେ ଆମର ପ୍ଲାନେଟକୁ ସଫାସୁତୁରା ରଖିବା, ପ୍ରକୃତିର ସୁରକ୍ଷା କରିବା, ପଲିଥିନ୍ ଓ ପ୍ଲାଷ୍ଟିକର ବହୁଳ ବ୍ୟବହାର ନ କରିବା, ଏସବୁ ଉପରେ ଗୁରୁତ୍ୱ ଆରୋପ କରି କେବଳ ଯେ ସରକାରୀ ସ୍ତରରେ ଉଦ୍ୟମ ହେଲେ ଏହା ସମ୍ଭବ ହେବ ସେ କଥା ନୁହେଁ। ଏଥିପାଇଁ ଜନସାଧାରଣଙ୍କୁ ମଧ୍ୟ ସଚେତନ ହେବାକୁ ପଡ଼ିବ। ତେବେ ଏହାର ଉନ୍ନତି ପାଇଁ ଓ ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ଲୋକଙ୍କ ଭିତରେ ସଚେତନତା ବୃଦ୍ଧି କରିବା ପାଇଁ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରାଯାଉଛି ସତ, ମାତ୍ର ବହୁ ପରିମାଣରେ ଜନସଚେତନତା ସୃଷ୍ଟି ନ କରାଗଲେ ଏହା ହୁଏତ ସମ୍ଭବ ହୋଇପାରିବ ନାହିଁ, ଏକଥା ସ୍ପଷ୍ଟ। ତେବେ ଦେଖନ୍ତୁ ଏହି ଭିଜୁଆଲକୁ, କିପରି ଭାବରେ ଆମେ ଆମ ପୃଥିବୀକୁ, ଆମେ ରହୁଥିବା ପୃଥିବୀକୁ କିପରି ଭାବେ ସଫାସୁତୁରା ରଖିଛୁ ତାହା ଆପଣ ଏହି ଭିଜୁଆଲରୁ ସ୍ପଷ୍ଟ ଜାଣିପାରିବେ। ତେବେ ଏକଥା ପ୍ରମାଣିତ କରୁଛି ଯେ ଆମେ ଏପର୍ଯ୍ୟନ୍ତ ପୃଥିବୀର ସୁରକ୍ଷା ବା ପୃଥିବୀକୁ ସଫାସୁତୁରା ରଖିବା ଦିଗରେ ଯଥେଷ୍ଟ ମାତ୍ରାରେ ସଚେତନ ହୋଇନୁ ବା ଆଉ ସଚେତନ ହେବାର ଆବଶ୍ୟକତା ରହୁଛି। ତେବେ ଏ ସମ୍ପର୍କରେ ମତ ପ୍ରକାଶ କରିଛନ୍ତି ପୂର୍ବତନ ଡେପୁଟି ରେଞ୍ଜର ତଥା ପରିବେଶବିତ୍ ଗୋବିନ୍ଦ ନାରାୟଣ ମହାପାତ୍ର। ସେ କହିଛନ୍ତି ଯେ ପୃଥିବୀକୁ ସୁରକ୍ଷିତ କରିବାକୁ ହେଲେ କେବଳ ସରକାରୀ ନୁହେଁ, ବେସରକାରୀ ସ୍ତରରେ ମଧ୍ୟ ଉଦ୍ୟମ ହେବା ଆବଶ୍ୟକ, କାରଣ ଏହା କେବଳ ଆମକୁ ନୁହେଁ, ଆମର ଭବିଷ୍ୟତ ପିଢ଼ିକୁ ମଧ୍ୟ ପ୍ରଭାବିତ କରିବ। ନମସ୍କାର, ମୁଁ ଗୋବିନ୍ଦ ନାରାୟଣ ମହାପାତ୍ର, ରିଟାୟାର୍ଡ ଡେପୁଟି ରେଞ୍ଜର। ଆଉ ବର୍ତ୍ତମାନ ପରିସ୍ଥିତି ଯାହା ହେଇଛି, ପରିବେଶ ଦୂଷିତ ସହିତ ପାଣି, ପବନ, ମାଟି ସବୁ ଦୂଷିତ ହୋଇଯାଇଛି। ମାଟି ବିଶେଷ କରି କ୍ଷୟ ହେବାରେ ବି ଚାଲିଛି। ମାଟିର ଆମର ଏଇଟା ପ୍ରଥମ ବର୍ତ୍ତମାନ ଚିନ୍ତା ହେଲା ସମସ୍ତେ ସଚେତନ ହେବା ଦରକାର ପରିବେଶ ପ୍ରତି। କଂକ୍ରିଟ ଜଙ୍ଗଲ ଭିତରେ ମାଟି ଟିକେ ପାଇବା ମୁସ୍କିଲ ହେଉଛି। ମାଟିର ଗୁଣବତ୍ତା ଆଉ ନାହିଁ। ମାଟି ଦେହରେ ଯେଉଁଗୁଡ଼ା ଯେଉଁ ଜିନିଷ ଡିକମ୍ପୋଜେବଲ୍ ଆଇଟମ୍ ଯେଉଁଟା ବିଘଟନ ହେଇ ନପାରୁନି, ସେସବୁ ମାଟି ଦେହରେ ରହିକି ୱାଟର ଲେବୁଲଟା ଆମର ଆଉ ତଳକୁ ଚାର୍ଜ ହେଉନି, ପାଣି ଯାଉନି, ବର୍ଷା ଜଳ ସେ ଜଳ ପ୍ରବାହିତ ହେଇକି ପଳେଇ ଯାଉଛି, ଯାହାଫଳରେ କୂଅ ଗ୍ରାଉଣ୍ଡ ୱାଟର ରିଚାର୍ଜ ହେଇପାରୁନି। ସେଇ ବିଷୟରେ ସମସ୍ତଙ୍କର ଚିନ୍ତାର ବିଷୟ ଏଟା। କ'ଣ ଏ କ୍ଷେତ୍ରରେ ଜନସଚେତନତା ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଇପାରେ? ପଦକ୍ଷେପ ତ ନିଆଯିବା କଥା, ବିଭାଗ ରହିଛି, ଡିପାର୍ଟମେଣ୍ଟ ସରକାର କରୁଛନ୍ତି। ତା ସହିତ ଏଇଟା ସମସ୍ତଙ୍କର ଚିନ୍ତାର ବିଷୟ। ସମସ୍ତେ ଯଦି ଏଇ ବିଷୟରେ ସଚେତନ ହେବେ, ଏଥିପାଇଁ କିଛି କରିବା ପାଇଁ ମନ ବଳେଇବେ, ନଚେତ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସାମ୍ନା କରିବାକୁ ପଡ଼ିବ। କେନ୍ଦୁଝରରୁ ଅମୂଲ୍ୟ କୁମାର ଜେନା ଓ ଗଗନ ବିହାରୀ ଦାସଙ୍କ ରିପୋର୍ଟ, G9 ଓଡ଼ିଆ।